ସକାଳୁ ମଉସା ମାଉସୀ ଧରିକି ବସି ପଡ଼ିଲୁ ଟିକେ ଚାହା। ମୁଁ ତ ଚାହା ନ ପିଇଲେ ଗାଡ଼ି ଚାଲିବନି, ଆପଣମାନେ ଜାଣିଛନ୍ତି। ଚାହାଟା ପିଇଦେଲି, ମୁଁ ମୋର ଜଳଖିଆ ପତ୍ର ତିଆରି କଲି। ମଉସା ଗାଧେଇକି ପୂଜା ସରେଇ ଆସିଲା ପରେ ମିଶିକି ଖାଇଦେଲୁ ଜଳଖିଆଟି। ତାପରେ ଲାଗି ପଡ଼ିଲି ରୋଷେଇ କରିବାରେ। ଏପଟେ ବସେଇଦେଲି ସାରୁ ଟିକେ ଲୁଣ ପକେଇ ସିଝେଇବା ପାଇଁ, ସେପଟେ ବସେଇଦେଲି ଡାଲମାଟା। ଡାଲମାରେ ପରିବା ପତ୍ର ଡାଲି ସବୁ ପକେଇଦେଲି, ସିଝିବା ପାଇଁ ଛାଡ଼ିଦେଲି। ସାରୁ ସିଝିଗଲା ପରେ ତାକୁ ଓହ୍ଲେଇ ତା ପାଇଁ ମସଲାଟା ବାଟିଦେଲି, ଅରୁଆ ଚାଉଳ ଜିରା ଧନିଆ ନେଇକି। ଆଜି ତ ବିନା ପିଆଜ ରସୁଣ, ସେଥିପାଇଁ ରସୁଣ ପିଆଜ କିଛି ପକେଇନି। ସାରୁଟି ସିଝିଲା ପରେ ତାୱା ଗୋଟେ ବସେଇ ତେଲ ଦେଇ ତା ଦେହରେ ଭାଜିଦେଲି ସାରୁକୁ। ବାଇଗଣ ମଧ୍ୟ ବଢ଼ିଆ ବଢ଼ିଆ ବାଇଗଣ ସବୁ ଆଣିଛନ୍ତି ମଉସା, ତାକୁ ଟିକେ ବି ପିଠଉ ଭଜା କରିଦେଲି। ଡାଲମାଟା ଫୁଟଣ କରିଦେଲି, ତା ଦେହରେ ଦେଇଦେଲି ଜିରା ଲଙ୍କା ଗୁଣ୍ଡ ଆଉ ନଡ଼ିଆ। ଏବେ ତ ଗାଁରେ ବେଶୀ ମିଳୁଛି ସୁଇଟ୍ କର୍ଣ୍ଣ, ତାକୁ ଟିକେ ଆଜି କରିଦେଲି କ୍ଷୀର ପକେଇକି ସନ୍ତୁଳା। ରୋଷେଇଟି ସରିଲା ପରେ ମଉସାଙ୍କୁ ଦେଇଦେଲି ଖାଇବା ପାଇଁ। ମୁଁ ପଳେଇଗଲି ହାତ କାମ କରିବା ପାଇଁ। ବ୍ଲାଉଜ ସିଲେଇ ଦେଇଛି, ହାତ କାମ କରିବାରେ ଲାଗି ପଡ଼ିଲି। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ବୋଲି।